ମାର୍ଚ୍ଚ ମାସ 28 ତାରିଖ म्यांमार ଓ ଥାଇଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଘଟିଛି। ଏହି ଭୂକମ୍ପ 7.7 ଏବଂ 6.4 ତୀବ୍ରତାର ଦୁଇଟି ଭୂକମ୍ପ ହୋଇଥିଲା। ଏହାର ପ୍ରଭାବରେ म्यांमारର ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ଏଥିରେ 150ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ 700ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏଠାରେ ଭୂକମ୍ପର ତୀବ୍ରତା ଅଧିକ ଥିବା କାରଣରୁ 900 କିଲୋମିଟର ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। म्यांमार ଓ ଥାଇଲାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା 200 ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗତ ଶୁକ୍ରବାରରେ ସ୍ଥାନୀୟ ସମୟ ମଧ୍ୟାହ୍ନ ସମୟ ପ୍ରାୟ 12 ଘଣ୍ଟା 50 ମିନିଟରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା 7.7 ରହିଥିଲା। ଏହାର 11 ମିନିଟରେ ଦ୍ୱିତୀୟ ଭୂକମ୍ପ ତୀବ୍ରତା 6.4 ରହିଥିଲା। ବ୍ୟୁରୋ ରିପୋର୍ଟ, ପ୍ରଗତି ଟିଭି।